ଆମ ଘର ଅଲଗା। କଣ ହେଇଛି? ମୋ ସାନ ପୁଅକୁ ମାରି ଦେଇଛନ୍ତି ତା ଶ୍ୱଶୁର ଘର ବଂଶ। କେମିତି ମଲା? ଏବେ କହୁଛନ୍ତି ଦୌଡ଼ି ଦେଇକି ମରିଯାଇଛି, ମାରି ଦେଇଛନ୍ତି ଦୌଡ଼ି ପିକି ଦୌଡ଼ିରେ। କହୁଛନ୍ତି ଆମ୍ବ ଡାଳରେ ମାରି ଦେଇଛନ୍ତି। ମୁଁ ବିଶ୍ୱାସ ନାହିଁ ମୋର, ମୁଁ ଦୌଡ଼ି ଦେଇକି ତାକୁ ପିକି ମାରି ଦେଇଛନ୍ତି ତା ଦୌଡ଼ିରେ ଘୁଷାରିକି ତାକୁ ମାରି ଦେଇଛନ୍ତି। ଆପଣଙ୍କ ପୁଅ ମରିବା ଖବର ଜାଣିଲେ କେମିତି? ଆଜ୍ଞା ସିଏ ଅନ୍ୟ ଜଣ ଫୋନ କଲା ଆମ ଗାଁରେ, ସିଏ ମତେ ଫୋନ କଲା, ମୁଁ ଆସିଲି। ମତେ କାଲିଠୁ ଫୋନ କରୁନାହାନ୍ତି, କିଛି ଜଣେଇ ନାହାନ୍ତି। ମୁଁ ତାଙ୍କ ଫୋନରେ ଶୁଣିକି ଆସିଲି। ଆପଣଙ୍କ ପୁଅ ବୟସ? 27 ବର୍ଷ ଆଜ୍ଞା। ହଁ ହଁ ତାର ପୁଅଟେ। ଭଗବାନ ନାଇଁ କରିନି। ମୁଁ ତ ସାଙ୍ଗେ ସାଙ୍ଗେ ଶୁଣିକି ଆଇଛି ଏଠିକି ମୋ ପୁଅକୁ ଦେଖିବି। ମୋ ପୁଅ ଗାଲେ ସିନା ଆଉ ପୁଅକୁ ଦେଖିବି। ମୋ ପୁଅ ଆଉ ଅଛି। ମୋ ପୁଅକୁ ଡାକି ଆସିଥିଲି, ଛାଡ଼ିଦେଲେନି। ମୋ ପୁଅକୁ ଡାକି ଆସିଲି, ଛାଡ଼ିଦେଲେନି। ମାରିବେ ବୋଲି ପ୍ଲାନ୍ କରି ରଖିକି ମାରିଦେଲେ। କାଲି ତାଙ୍କ ପରିବାର ପଳେଇଛନ୍ତି ପୁଣି ଲାଗି ମାକେ ମାରି ଦେଇକି ପଳେଇଛନ୍ତି। ଆମେ ଶୁଣୁଛୁ ଏତେ ଦୁସ୍ତର ପରିବାର। ଆମକୁ ବି କହୁଛନ୍ତି ମାରିଦେବେ ବୋଲି। ଏବେ 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 ଆମକୁ ବି କହୁଛନ୍ତି ମାରିଦେବେ ବୋଲି। ମୋ ଆଗରେ ମୋ ଭାଇ ମତେ କହୁଛନ୍ତି ମାରିଦେବେ। ଏ ବୋହୂ ତା ବୋଉ ନିଜ ବୋହୂ କହୁଛି, ତା ବୋଉ କହୁଛନ୍ତି ମାରିଦେବେ ବୋଲି। ମୁଁ ଥାନା ବାଲାକୁ କହିଲି, ସମସ୍ତେ ଯେତେ ଅଛନ୍ତି ସମସ୍ତେ କହିଲି। ସେ ତା ଭାଇମାନେ କାଲି ଥିଲେ, ରାତିରେ ପଳେଇଛନ୍ତି। କାଲି ସମସ୍ତେ ପଳେଇଛନ୍ତି। ଆମେ ଶୁଣୁଛୁ ସବୁ, ଖାଲି ତ କହିବାକୁ ଡରୁଛନ୍ତି। ଆଜ୍ଞା।